ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଭାରତରେ ପ୍ରଥମେ କିଏ କେଉଁ ମନ୍ତ୍ରୀ ଥିଲେ? ତ ଦର୍ଶକ ବନ୍ଧୁ, କ'ଣ ଆପଣ ଜାଣିଛନ୍ତି କି ଏସବୁ ପ୍ରଶ୍ନ ଗୁଡ଼ିକର ଉତ୍ତର? ଯଦି ଅଧିକ ଜାଣିବାକୁ ଚାହୁଁଛନ୍ତି ତେବେ ଆମ ଭିଡ଼ିଓକୁ ନିଶ୍ଚିତ ରୂପେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଚ୍ୟାନେଲରେ ନୂଆ ଥିଲେ ଭିଡ଼ିଓକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ। କାହିଁକି ନା ଯେତେବେଳେ ଆମେ ନୂଆ ନୂଆ ଭିଡ଼ିଓ ଅପଲୋଡ଼ କରିବୁ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖକୁ ସଙ୍ଗେ ସଙ୍ଗେ ଚାଲିଯିବ। ପ୍ରଥମ ପ୍ରଶ୍ନଟି ହେଉଛି, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଜବାହରଲାଲ ନେହେରୁ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ ହେଉଛି ଜବାହରଲାଲ ନେହେରୁ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀଙ୍କ ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀଙ୍କ ନାମ ହେଉଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ରାଷ୍ଟ୍ରପତିଙ୍କ ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଡକ୍ଟର ରାଜେନ୍ଦ୍ର ପ୍ରସାଦ। ଭାରତର ପ୍ରଥମ ରାଷ୍ଟ୍ରପତିଙ୍କ ନାମ ହେଉଛି ଡକ୍ଟର ରାଜେନ୍ଦ୍ର ପ୍ରସାଦ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ଉପରାଷ୍ଟ୍ରପତିଙ୍କ ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ସର୍ବପଲ୍ଲୀ ରାଧାକୃଷ୍ଣନ। ଭାରତର ପ୍ରଥମ ଉପରାଷ୍ଟ୍ରପତିଙ୍କ ନାମ ହେଉଛି ସର୍ବପଲ୍ଲୀ ରାଧାକୃଷ୍ଣନ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ରାଜ୍ୟସଭାର ସଭାପତିଙ୍କ ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ସର୍ବପଲ୍ଲୀ ରାଧାକୃଷ୍ଣନ। ଭାରତର ପ୍ରଥମ ରାଜ୍ୟସଭାର ସଭାପତିଙ୍କ ନାମ ହେଉଛି ସର୍ବପଲ୍ଲୀ ରାଧାକୃଷ୍ଣନ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ରାଜ୍ୟସଭାର ଉପସଭାପତିଙ୍କ ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଏସ୍.ବି. କୃଷ୍ଣମୂର୍ତ୍ତି ରାଓ। ଭାରତର ପ୍ରଥମ ରାଜ୍ୟସଭାର ଉପସଭାପତିଙ୍କ ନାମ ହେଉଛି ଏସ୍.ବି. କୃଷ୍ଣମୂର୍ତ୍ତି ରାଓ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ଗୃହମନ୍ତ୍ରୀଙ୍କ ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ଭାରତର ପ୍ରଥମ ଗୃହମନ୍ତ୍ରୀଙ୍କ ନାମ ହେଉଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ କୃଷିମନ୍ତ୍ରୀଙ୍କ ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଡକ୍ଟର ରାଜେନ୍ଦ୍ର ପ୍ରସାଦ। ଭାରତର ପ୍ରଥମ କୃଷିମନ୍ତ୍ରୀଙ୍କ ନାମ ହେଉଛି ଡକ୍ଟର ରାଜେନ୍ଦ୍ର ପ୍ରସାଦ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ କାନୁନ ମନ୍ତ୍ରୀଙ୍କ ନାମ କ'ଣ? ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଡକ୍ଟର ଭୀମରାଓ ଆମ୍ବେଦକର। ଭାରତର ପ୍ରଥମ କାନୁନ ମନ୍ତ୍ରୀଙ୍କ ନାମ ହେଉଛି ଡକ୍ଟର ଭୀମରାଓ ଆମ୍ବେଦକର। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀଙ୍କ ନାମ କ'ଣ?
ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ମୌଲାନା ଅବଦୁଲ କାଲାମ ଆଜାଦ। ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀଙ୍କ ନାମ ହେଉଛି ମୌଲାନା ଅବଦୁଲ କାଲାମ ଆଜାଦ।